ମୋ କଥା ବୁଝକୁ ମାକୁ ଶାନ୍ତି ଦିଅନି ବାପା। ସେଥିରେ ମାଙ୍କର କିଛି ଦୋଷ ନାହିଁ ବାପା, ମାଙ୍କର କିଛି ଦୋଷ ନାହିଁ। ହ୍ୟାଲୋ ଲକ୍ଷ୍ମୀ, ଆରେ ତତେ ମୁଁ ଏତେ ସବୁ ପାଠ ପଢ଼ି ଶିକ୍ଷିତ କଲା ପରେ ବି ତୁ ହରମ ଜାଦି ଏତେ ତଳେ ଖସିଗଲ। ଆମ ଚୌଧୁରୀ ବଂଶର ମାନ ସମ୍ମାନକୁ ମାଟିରେ ମିଶାଇ ଧୂଳି ସାତ କରିଦେଲୁ। ତୁ ଏ ଭୁଲ କରିବା ପୂର୍ବରୁ ତୋ ବିବେକତେ ବାଧା ଦେଲେନି କାହିଁକି? ଓ ବାଧା ଦେଲେନି କାହିଁକି? ଏଇଟା କ'ଣ କରୁଛି? ଓ ଲକ୍ଷ୍ମୀ, ବାପା ଆର କ'ଣ ହେଇଛି? ତମେ ନମିତ ଏମିତି ମାରୁଛ କାହିଁକି? ଆରେ ତମେ କ'ଣ ପାଗଳ ହେଇଯାଉଛ ବା ପାଗଳ? ମୁଁ କେବଳ ପାଗଳ ହେଇନି ମହେଶ, କେବଳ ତ ଭଉଣୀ ନମିତା ପାଗଳ ହେଇସାରିଛି। ଆରେ ସିଏ କ'ଣ କରୁଛି? ଆରେ ତ ମାଆକୁ ପଚାର, ପଚାର ଦେଖ। କ'ଣ ହେଇଛି ମା? ବାପା ନମିତା ଏମିତି ରାଗୁଛନ୍ତି କାହିଁକି? ଆରେ ନମିତା କ'ଣ କରିଛି ମା? ଆରେ କହୁନି କାହିଁକି? ଆରେ କୁହ ମା, ନମିତା କ'ଣ କରିଛି? ଆରେ କୁହ। ଆଉ କ'ଣ ହବ? ଯାହା ହବାର କଥା ତ ହେଇସାରିଛି। ହେଇ ପଡ଼ା ମୁଁ ଏବେ ସେଇ ଆଲୋକ ଦାସର ପୁଅ ବିକାଶକୁ ଭଲ ପାଇସାରିଛି। ତା ମନ ଜୀବନ ଦେଇସାରିଛି। ତା ଭଉଣୀ ନମିତାର କ'ଣ କରୁଛି ପଚାର? ଶୁଣି ପାରିଲି ତ କ'ଣ ନମିତା କ'ଣ କରୁଛି? ଏ ଓ ଲୋଖଣ୍ଡା କ'ଣ କରୁଛି? ବାପା ମା କହୁଛନ୍ତି ଲୋକ ମାରି ବାହାର କରୁଛି ତ। ଆରେ କ'ଣ ନମିତା? ବାପା ମା ଯାହା କହୁଛନ୍ତି ସେଇ କଥା ସତ। ହଁ ଭାଇ, ବାପା ମା ଯାହା କହୁଛନ୍ତି ସେ ସବୁ କଥା ସତ ଭାଇ। ସେ ବିକାଶକୁ ଏ ଓ ଲୋଖଣ୍ଡା କ'ଣ କରୁଛି? ମନ ଜୀବନ ଦେଇ ସାରିଛି ଭାଇ। ଆମେ ଦୁଇ ଜଣ ପରସ୍ପରକୁ ଭଲ ପାଉଛୁ? ଭଲ ଭଲ ପାଉଛେ କଥା ବି ଲାଭ ଲାଗୁନି। ଓ ଲୋଖଣ୍ଡୀ, ତୁ ତାକୁ ମାରିଦେଇ ଜେଲ ଥିବା ବଦଳରେ ତୁ ତାକୁ ଭଲ ଭାବରେ ବୁଝେଇ ଦେ। ଯେମିତି ହେଲେ ବି ସେ ପିଲାଟେ ଭୁଲି ଯାଉ। ତା ନହେଲେ ପରିଣାମର ପରିସ୍ଥିତି ବହୁତ ସୃଷ୍ଟି ହବ କହୁଛି। ଆରେ ଛାଡ଼ ତାକୁ, ଆରେ ଛାଡ଼ ତାକୁ। ଆସୁଛି ମହେଶ, ଆସୁଛି ବସୁଛି।
बापा कौन कहीकि गले अरे शुणिलु तो अरे पाठ पढ़ी शिक्षित होइछु आज नहले काली तू गोटे भल डॉक्टरटे हेबु शेष तू से बेकारिया पिलार कथार पड़ी भद्रम हेबू जाऊँ कहीं शुणु नमिता मु तो भाई बोली तो भल पाई कहूँ जेहेतु से पिला को ते भूली जा अवनमिता भूली जा ताकू भूली जा आसूची भूली जा कहूँ भूली जा सब भूली अब ते थोड़ी एमती बात कर कहीं कौन है तार कि कहून कहीं कौन है हाँ माँ मुझे विकास रक्त को नहीं मुझे पिलार भय को जाऊँ माँ मुझे पिलार भय को जाऊँ कौन कहले तू गोटे पापार माँ हिजा बदल रे तू कौटी जाइकी मारी गलुन कहीं हाँ मारी गलुन कहीं तू पड़ा मुई जत्ते कांदिले भी तो आखिर लोग पछिबगे तू अलग पड़ा मुई तू कौटी जाइकी मारी गलुन कहीं भल पाई आदि भूल भल पाई आदि भूल सपन भागिला देखिबा सपन भागिला सुकहिला बाट बना जीवनटा हेला चुना सुकहेला बाट बना जीवनटा हेला चुना जिए पार सिए दुख गई जाए आखिर आखिर आखिर
ভাবিବାକୁ ଗଲେ ହେଇଟା ମୋତେ ମୋ ଭାଗ୍ୟରେ ଲେଖା ହେଇଥିଲା। ସେଇଥିପାଇଁ ମୁଁ ଆଜି ଗୋଟିଏ ପିଲାର ବାପାକୁ ବିବାହ କରି ଏ ଘରକୁ ବୋଇ ଆସିଲା ପରେ ମୋତେ ସେ ପିଲାର ମାସ ଦେଇଯାଇଛନ୍ତି। କାହିଁକି? ସତେ ଯେମିତି ସେ ପିଲାଟା ମୋ ଗର୍ଭରୁ ଜନ୍ମ କଲା ପରି। ରାତି ପାଇଲା ମାତ୍ରେ ମୁଁ ତାର ସେବା ଯତ୍ନ କରି କରି ମୋ ଦିନ ଗଲା ସରି। ତଥାପି ସେମାନେ ମୋତେ ଟିକେ ଶାନ୍ତିରେ ରହିବାକୁ ଦେଉନାହାନ୍ତି। କାହିଁକି? ଆରେ କାହିଁକି? জমি খেলটা আরম্ভ হয়েছে মানে সময়কু হবে ঘর করব না, সময়কু হবে ঘর খেলটা হরি জমি আরে রাজু তমে তমে পুଣି এইটি হাসিল কাহিଁକି? ତମର এইটি কাম କଣ? ভেবে করব না। আরে তো সিনা ଆମ ଦୁଇ ଜଣର ଭଲ ପାଇବା କଥାଟା ଭୁଲି ଯାଇ ହେ ତରକୁ କୋଟିପତି ମାଲିକାଣୀ ହବାର ସ୍ୱପ୍ନ ଦେଖି ହେ ଘରକୁ ବୋଉ ହୋଇ ଚାଲି ଆସିଲୁ। ମୋ ସେଇଠି ନିଜକୁ ବଞ୍ଚେଇବାକୁ ଯାଇ ଛଟପଟ ହେଇ ମରିବାକୁ ପଡୁଛି ମତେ। କାହିଁକି? ତମେ ତ ଶାନ୍ତିକୁ ବିବାହ କରିଛ। ଏ କଥା ସବୁ ତାକୁ ନ କହି ମତେ କହିଲେ ମୁଁ ଗୋଟେ ପରସ୍ତ୍ରୀ ହେଇସାରିଛି ମାନେ ମୁଁ ତୁମ ପାଇଁ କ'ଣ କରିପାରିବି? ମୁଁ କିଛି କରିପାରିବିନି। ତମେ ସିଧା ଶାନ୍ତି ପାଖକୁ ଯାଇ ଯାହା କହିବାର କଥା କହିପାରିବ ତାକୁ। আরে হো শান্তি শান্তি শান্তি, আরে শান্তিକୁ ମୁଁ ଭରା ମରି ଦେଇଛି। ସବୁଦିନ ପାଇଁ ସେ ଶାନ୍ତି ଦେବି ମରି ଯାଇଛି। ମୋ ପଦରେ ପୋଲିସ ପଡ଼ିଛି। ମୁଁ କିଛି ଟଙ୍କା ନେଇ ପୋଲିସ ବାଲାକୁ ଲାଞ୍ଚ ଦେଇଦେଲେ ମୁଁ ସେ ଶାନ୍ତି ଦେବୀକୁ ମର୍ଡର କରିଦେବା କେସ୍ଟା ମୋର ବେଶ ହେଇଯିବ। ସେଇଥିପାଇଁ ତୁ କିଛି ମତେ ଟଙ୍କା ଦେ, ମୁଁ ଏଠାରୁ ଶୀଘ୍ର ଚାଲିଯିବି ଲୋ। ହରେ ତୁ କିଛି ମତେ ଟଙ୍କାଟା ଦେ। କ'ଣ କହିଲ? ମୁଁ ତତେ ଟଙ୍କା ଦେବି କାହିଁକି? ଆରେ ତୁ ମତେ ବିବାହ କରିବାର ଚଳନା କରି କେତେ କ'ଣ ମୋର ସର୍ବନାଶ କରି ଶାନ୍ତି ସହିତ ବିବାହ କଲ। ଶେଷରେ ତାକୁ ମାରିଦେଇ ମୋ ପାଖକୁ ଯାଇ ଆସିଛୁ ଟଙ୍କାର ସାହାରା ମାଗିବା ପାଇଁ। ତୁ କିଏ ମୋ? ଓ ମତେ ଛାଡ଼ିଲୁ। ସବୁଠୁ ଭଲ ହବ ମୋ ସ୍ୱାମୀ ନ ଆସିବା ପୂର୍ବରୁ ତୁ ଏ ଜାଗା ଛାଡ଼ି ଶୀଘ୍ର ଚାଲିଯା। ତା ନହେଲେ ପୋଲିସକୁ ଫୋନ କରିବାକୁ ମୁଁ ଆଜି ବାଧ୍ୟ ହେବି। ହଁ ମୁଁ ଆଜି ବାଧ୍ୟ ହେବି। କ'ଣ କହିଲୁ ହର ଥାଦି? ପୋଲିସକୁ ଫୋନ କରି ମତେ ତ ଜେଲ ପଠେଇବା ଚେଷ୍ଟା କରୁଛୁ ମାନେ ମୁଁ ତତେ ଛାଡ଼ିବିନି କହିବ ନା। ଆରେ ହଁ ଛାଡ଼ିବିନି। ଯୋଉଟା ଠିକ ସେଇଟା ମୋ ପାଇଁ ବହୁତ ଭଲ, କାରଣ ଯୋଉଟା ଭୁଲ ସେଇଟା ମୋ ପାଇଁ ବହୁତ ଭଲ ହବ। ମତେ ଲାଗୁଛି ତୁ ମତେ ଭଲରେ ଟଙ୍କାଟା ଦବନି ବୋଧେ। ହବାই মানিয়া ভজাবে ঢোল টিকে হরি ভজা। টঙ্কা দরকার হল বলে ରଞ୍ଜିତ ତୁ ମତେ କ'ଣ ଭାବୁଛୁ? ମୁଁ ଏଇଠି ଆସି ଗୋଟିଏ ସ୍ୱାମୀର ସ୍ତ୍ରୀ ହେଇସାରିଛି ମାନେ ମୁଁ ଏ ଘରର ବୋଉ ହେଇସାରିଛି ମାନେ ମୁଁ ତୁମ ପାଇଁ କ'ଣ କରିପାରିବି? ମୁଁ କିଛି କରିପାରିବିନି। ତମେ ସିଧା ଶାନ୍ତି ପାଖକୁ ଯାଇ
ଯାହା କହିବାର କଥା କହିପାରିବ ତାକୁ। କହିଲୁ ହରଣ ଭାଜି ତୁ ମତେ ଭଲ ଭାଇ ଏତେ କଣ ମୋର ଫୋରଫାଦ କରି ଘଟି ଫଟିର ରାଣୀ ସାଜି ସଂସାର କରିବା ସୁଯୋଗ ମୁଁ କେବେ ହେଲେ ଦେଇ ପାରିବିନି ତତେ। ତୁ ହେ ଘରର ବୋହୂ ହୋଇ ସଂସାର କରିପାରିବୁନି କାହିଁକିନା ମୁଁ ତ ସଂସାରକୁ ଭାଙ୍ଗିଦେବି କଳ୍ପନା। ଆରେ ହଁ ଭାଙ୍ଗିଦେବି। କାହିଁକି ଆରେ କାହିଁକି ତୁମର ସଂସାର ଭାଙ୍ଗିବାକୁ ଚେଷ୍ଟା କରୁଛୁ? ମୁଁ ତୋର କି ଅପରାଧ କରିଛି? ଆରେ କାହିଁକି ତୁମର ଘର ଭାଙ୍ଗିବାକୁ ଚେଷ୍ଟା କରୁଛୁ? ଆରେ କାହିଁକି? କାହିଁକିନା ମୋ ଶାନ୍ତିକୁ ମାରିଦେଲା ପରେ ମୋ ପଛରେ ପୋଲିସ ପଡ଼ିଛି। ମୋତେ ଏବେ ଟଙ୍କାର ଆବଶ୍ୟକ ଅଛି। ତୁ ମୋତେ ଟଙ୍କା ନଦେଲେ ପୋଲିସ ମୋତେ ଜେଲ ପଠେଇଦେବ। ଜେଲରେ ମୋତେ ଫାଶୀ ହେଇଯିବ ଫାଶୀ। ତତେ ବାସି ହେଲେ ମୋର କଣ ଯିବ? ନିଜ ସ୍ତ୍ରୀକୁ ମାରିଦେବା ପୁରୁଷ ମାନେ ମରିଯିବାଟା ହିଁ ସବୁଠୁ ଭଲ ହବ। ହଁ ସବୁଠୁ ଭଲ ହବ। କିନ୍ତୁ କଳ୍ପନା ଏ ରଜୁ ଜେଲ ଯିବା ପୂର୍ବରୁ ମୁଁ ତୋର ଶୁଭ ସଂସାରକୁ ଭାଙ୍ଗି ଦେଇଯିବି। ଆରେ ତୋ ମୋ ସହିତ ସମ୍ପର୍କ ରଖିଥିବା କଥା ସବୁ ତୋ ସବି ଭାବରେ ମୁଁ ଫୋରଫାଦ କହିବି ନା। ଆରେ ତୋ ସେ ରଙ୍ଗ ବାଇର ରଙ୍ଗ କୁଟୀରରେ ନାଚ କରୁଥିବା ବେଶ୍ୟା ବୋଲି ହେ ଦୁନିଆର ସମସ୍ତଙ୍କୁ କହିବି। ଆରେ ତୁ ମୋ ସହିତ ଏତେ ଦିନ କାଳ ରାତି କଟେଇଥିବା କଥା ସବୁ ତୋ ସବି ଆମକୁ ଫୋରଫାଦ କହିବି ନା। ମୁଁ ତତେ ଫୋରଫାଦ କରିଦେବି କଳ୍ପନା ଫୋରଫାଦ। ନାଇଁ ରଜିତ ନାଇଁ, ମୁଁ ତୋ ସହିତ ସମ୍ପର୍କ ରଖିଥିବା କଥା ମୋ ସ୍ୱାମୀ ଜାଣିଲେ ସିଏ ମୋତେ ଚାଡ଼ପତ୍ର ଦେଇଦେବେ। ଭଲ ଆଉ ମୁଁ ହବ। ସେ ରଙ୍ଗ ଭାଇର ରଙ୍ଗ କୁଟୀରରେ ନାଚ କରିଥିବା କଥା ଜାଣିଲେ ସିଏ ମୋତେ ବେଶ୍ୟାପଦେ ତୁଳନା କରିବେ। ଭଲ। ସେଇଥିପାଇଁ କେତେ କଣ ଟଙ୍କା ଦରକାର ଅଛି ସେଇ ଟଙ୍କାଟା ଦେଇଦେବି ମୁଁ। ତମେ ଟିକେ ଅପେକ୍ଷା କର, ମୁଁ ଏବେ ଟଙ୍କା ନେଇ ଆସୁଛି। ଲୋକେ ନେଇକି ଆସିବ ଅପେକ୍ଷା କର। ଲୋକେ। ଆରେ ଶୀଘ୍ର সঞ্জিত রায়র বাজাটা বাজুথিব হে ফ্যামিলি সেই হরণ কল্পনাটা নাচ করুথিব। হবে বাড়িয়া বজাবে ঢোলটিকে হোল ফটা